ଶକୁନି ଦେଖୁଛୁ ପାଷାଣ କକ୍ଷରେ କୁଡ଼ କୁଡ଼ କଙ୍କାଳର ବିଭୀଷିକା ଦୃଶ୍ୟ। ଆରେ ଗୋଟି ଗୋଟି ହୋଇ ଅନେଶତ ପୁତ୍ର ମୋର ପ୍ରାଣ ତ୍ୟାଗ କଲେ ଏଇ ପାଷାଣ କକ୍ଷରେ। ଏ ଦୁର୍ଯ୍ୟୋଧନ, ମୁଁ ତୋର କି ଅପରାଧ କରିଥିଲି? ବିନା ଅପରାଧେ ଶତପୁତ୍ର ସହ ବନ୍ଦୀ କଲୁ ମତେ ପାଷାଣ କକ୍ଷରେ। ଆରେ ବିନା ଅନ୍ନ ଜଳେ ଅନେଶତ ପୁତ୍ର ମୋର ପ୍ରାଣ ତ୍ୟାଗ କଲେ ପାଷାଣ କକ୍ଷରେ। ଏ ନାରକୀ ଦୁର୍ଯ୍ୟୋଧନ, ତୁମେ ଧୈର୍ଯ୍ୟ ଧର ପିତା, ତୁମେ ଧୈର୍ଯ୍ୟ ଧର। ଶକୁନି, ତୁ ଏହାର ପ୍ରତିଶୋଧ ନେଇପାରିବୁ? ଏ ଦୁର୍ଯ୍ୟୋଧନର ବଂଶକୁ ତୁ ଆରେ ବିନାଶ କରିପାରିବୁ? ନା ନା ପିତା, ମୁଁ ପ୍ରତିଶୋଧ କୁଳାଙ୍ଗର ଅନେଶତ ଭ୍ରାତା ତୋର ପ୍ରାଣ ତ୍ୟାଗ କଲେ ଏଇ ପାଷାଣ କକ୍ଷରେ। আরে শুষ্ক মুখে আফুল নয়নে হে পিতা কই আরে অনেশত পুত্র মোর প্রাণ ত্যাগ কলে পাষাণ কক্ষরে। তুমি ধৈর্য ধর পিতা, তুমি ধৈর্য ধর। আরে সেମାନଙ୍କ মুখରୁ ଆହାର ଚଢ଼ାଇ ଆରେ ତୋ ମୁଖରେ ଦେଇଥିଲି କାହିଁକି? নেবি প্রতিশোধ পিতা, ମୁଁ ନେବି ପ୍ରତିଶୋଧ। କୁହ କୁହ ପିତା, କିପରି ଦୁର୍ଯ୍ୟୋଧନର ବଂଶ କରିବି ନିବଂଶ? ପାରିବୁ ବାପା? ହଁ ମୁଁ ପାରିବି ପିତା, ଦୁର୍ଯ୍ୟୋଧନର ବଂଶକୁ ବିନାଶ କରିପାରିବୁ? ପାରିବି ପାରିବି। ତେବେ ତେବେ ତୋ ପିତାର ପାଦ ଛୁଇଁ କର ତୁ ଶପଥ, ଏ ଦୁର୍ଯ୍ୟୋଧନ ବଂଶ କରିବୁ ବିନାଶ। ତୁମ ପାଦ ସ୍ପର୍ଶ କରି କରୁଛି ଶପଥ, ଏ ଦୁର୍ଯ୍ୟୋଧନର ବଂଶ କରିବି ବିନାଶ। ଉପାୟ ତ ମୁଁ ତତେ ନିଶ୍ଚୟ କହିବି। ହଁ କୁହ ପିତା, କୁହ କେଉଁ ଉପାୟ ଦୁର୍ଯ୍ୟୋଧନର ବଂଶ କରିବି ବିନାଶ? এই দেখুଛୁ ମୋର ଦକ୍ଷିଣ ହସ୍ତର ଅସ୍ଥିରେ କରିବୁ ତୁ ପଶା, ଆଉ ଏ ବାମ ହସ୍ତର ଅସ୍ଥି କି କରିବୁ ତୁ ଦାନ। କଣ କହୁଛ ପିତା, କଣ କହୁଛ? ଅସ୍ତ୍ର ନୁହେଁ ଶକୁନି, ଅସ୍ତ୍ର ନୁହେଁ। କୁହ ପିତା, ସେ ଅସ୍ତ୍ର ନେଇ ସେ ପଶାନ ଗୋଟି ନେଇ କରିବି କଣ? କୁହ କଣ କରିବି? କୁରୁବଂଶର ବିନାଶ ପାଇଁ ଅସ୍ତ୍ରରେ ଶକୁନି, କୁରୁବଂଶର ଇଏ ହେଉଛି ମହାମାରଣା ଅସ୍ତ୍ର। ହେଲେ ପିତା, ଏଗୁଡାକ ଯେ ଅସ୍ତ୍ର ନୁହେଁ, ଏ ତ ମାରଣାସ୍ତ୍ର ହେଲା କିପରି? ଧବଳାଙ୍ଗୀ ଯଜ୍ଞ ପ୍ରସାଦେ ସିଦ୍ଧ ହେଇ ଅସ୍ତି ଏହି ପଶା ଦାନ ନେଇ ଖେଳାଇବୁ ଧର୍ମରାଜ ଓ ଦୁର୍ଯ୍ୟୋଧନେ ଖେଳା। ହଁ ପ୍ରଥମେ
प्रथमे हराइबु युधिष्ठिर तांका पत्नी द्रौपदी को विवस्त्र करिब दुशासन ए राजसभा स्थले तापरे सृष्टि हेब पृथ्वी रे एक नूतन आश्चर्य महारण जज्जर लेली हालजित काटे ओ सेई आकाश रे थाई आशीर्वाद करिबी सकुनी ए सकुनी এই দেখ পশ্চিম আকাশরে অনিষ্টতর ভক্ত ମାନଙ୍କର মতে কেবল অটহাস্য କରି କହୁଛନ୍ତି ପିତା তুমি କଣ ହାରିଗଲ ନା ନା ଏ ପୁତ୍ର ମାନେ পিতা আরে অপেক্ষা কর পিতা আমার অতৃপ্ত শান্তি পাইনি পিতা তোমাকে দুর্যোধন রক্ত দেব পিতা সেই দুর্যোধন রক্ত দেই পারিব পিতা আমার আত্মা শান্তি পাইব পিতা আমি সমস্ত তোমারই অপেক্ষায় আছো শত্রুମାନଙ୍କ ବାକ୍ୟ ଶୁଣି ବିଚଳିତ ହୁଅ ନା ପିତା ତୁମେ ଧୈର୍ଯ୍ୟ ଧର ପିତା ତୁମେ ଧୈର୍ଯ୍ୟ ଧର শকুনি রে ମୋ ଜୀବନ ନାଟକର ଶେଷ ଦୀପଶିକା ଆରେ ଲିଭି ଲିଭି ଆସିଲା ହେ ଶକୁନି ତୋ ପିତାଙ୍କର ଅନ୍ତିମ ଉଦ୍ଦେଶ୍ୟ ଆରେ ତୁ ପୂରଣ କରିପାରିବୁ ପାରିବେ ପିତା বুঝিনা সাপাথা করারে বাউলা বুঝিনা সাপাথা করা হিয়ালরে পাড়ি জানারে ভুলি হিয়ালরে পাড়ি জানারে ভুলি ভাঙিবু হস্তিনা নগরা ভাঙিবু হস্তিনা নগরা ভাঙিব হস্তিনা নগরা পিতৃবাক্য তোহি করিবু পালনা কৌরব বংশ তো করিবু নিধান যশোর জীবু মহাভারতারে যশোর জীবু মহাভারতারে পুরাণে হেব লিপিবদ্ধ ভাঙিব তো
কপাল লিখন কে করিব আন যাহা ভাগ্যরে ঘটিবাকু থিব তাহা নিশ্চয় পূর্ণ ହେବ সে নিয়তির ইচ্ছা পূর্ণ ହେଉ নিয়তির ইচ্ছা পূর্ণ ହେଉ ঘরে কি আছো মহাত্মা নিয় রাজদত্ত অন্ন ଶୁଣ ଦାସୀ ରାଜଭୋଗ ଅନ୍ନ ଦେଲ ହେଲେ କାଲି ଆଉ ବୋଧେ କହିବାର ତାତ୍ପର୍ଯ୍ୟ ଆଦେଶ ସ୍ଥିର ହୋଇବ ଛେଦନ କଣ କହିଲ ଦାସୀ ତୁମର ଶିରଚ୍ଛେଦ ହେବ ତୁମର ଅପରାଧ କଣ ଅପରାଧ ଏଇଆ ଯେ ରାଜାଙ୍କ ହସ ସହିତ ହସିଦେଲି ଦାସୀଟି ରାଜାଙ୍କ ହସ ସହିତ ହସି ଦେବାରୁ ତାର ଶିରଚ୍ଛେଦ ହେବ ହେଲେ କହିପାରିବ ଦାସୀ ରାଜା କେଉଁଠାରେ ରହି ହସୁଥିଲେ ରାଜା ଦିନେ ଉଦ୍ୟାନରେ ଥିଲେ ସେଠାରେ ଆଉ କେହି ନଥିଲେ କେବଳ ଥିଲି ମୁଁ ଆଉ ସେଠାରେ ଗୋଟିଏ ବଡ଼ ବଟ ଗଛଟିଏ ଥିଲା ରାଜା ଥିଲେ ଉଦ୍ୟାନରେ ସେଠାରେ କେହି ନଥିଲେ ଥିଲା କେବଳ ଦାସୀ ଆଉ ରାଜା ଗୋଟିଏ କାହିଁକି ହସିଲ ମହାତ୍ମା ରାଜା ହସିବାର କାରଣଟା ଜାଣିପାରିଛି ସେଥିପାଇଁ ମୁଁ ହସିଦେଲି ଦାସୀ ଦାସୀ ଶୁଣ ଶୁଣ ଦାସୀ ଯାଅ ଦାସୀ କର୍ଣ୍ଣେ କହିଥିବା ଏଇ ମନ୍ତ୍ରଟିକୁ ରାଜାଙ୍କ ଆଗେ ବଖାଣିବ ଯାଅ ଆପଣଙ୍କ ଯୋଗୁଁ ମୋ ଜୀବନ ରହିଲା ମହାତ୍ମା ହଁ ଦାସୀ କର୍ଣ୍ଣେ କହିଥିବା ମନ୍ତ୍ରଟି ଯେପରି ଭୁଲି ନ ଯାଅ ଯାଅ ରାଜାଙ୍କୁ ବଖାଣି କହିବ নির্বোধ দুর্যোধন বিনা দোষে বিনা অপরাধে মাইথু সবংশ হা অন্ন হা জল কহি কোটি কোটি হই এক শত প্রাণী লটিলে ধরণী অপেক্ষা কর দুর্যোধন তোর বংশ নিবংশ করিবা নিমন্তে এ পাষাণ গৃহরে ଏବେ ବି ବଞ୍ଚିଛ সকলে ପ୍ରତିଶୋଧ ନେବା ପାଇଁ ଏବେ ବି ବଞ୍ଚିଛ সকলে
ପ୍ରତିଶୋଧନେ ବାପାଇ ଆଜି ଜାଗିଛି କୌରବ କୁଳ ବିନାଶ ଆଜି କରିବି ଏବେ ବି ସଜୁରି ବଞ୍ଚି ରହିଛି ଏବେ ବି ସଜୁରି ବଞ୍ଚି ରହିଛି ଏ ଅସ୍ଥି କଙ୍କାଳ ଗୁଡାକର ଏକ ବିକଟାଳ ରୂପ କିଏ ତୁମର ନାହିଁ ଭ୍ରାତା ଧୈର୍ଯ୍ୟ ଆମେ ତୁମର ସେଇ ଅନୁସ୍ମିତ ଭାଇ କହୁଛୁ ଭାତା ଗଣ ହଁ ହଁ ତୁମେ ସତ୍ୟ କରିଥିବା ବିଧାୟକ ପଦ ଛୁଇଁ ତୁମେ ସେଇଟା ପୂର୍ଣ୍ଣ କରିପାରିବ ଓହୋ ମୁଁ ପିତାଙ୍କ ସତ୍ୟ କରିବି ପୂରଣ ତୁମରି ମାନଙ୍କ ଅତୃପ୍ତ ଆତ୍ମା କରିବି ତୃପ୍ତ ସେଥିପାଇଁ ପିତା ପଦ ସ୍ପର୍ଶ କରିଥିବା ପ୍ରତିଜ୍ଞାକୁ ପୂରଣ କରିବା ନିମନ୍ତେ ପିତାଙ୍କ ହସ୍ତ ହସ୍ତରେ କରିବି ନିର୍ମାଣ ତାହାରି ସାହାଯ୍ୟ ଗୁରୁ ପାଣ୍ଡବଙ୍କ ମଧ୍ୟ ସୃଷ୍ଟି କରାଇବି ଦ୍ରୁତ କ୍ରୀଡ଼ା ଆଉ ସେଇ ପଶା ଖେଳେ ପାଣ୍ଡବ ହେବେ ପରାଜୟ ଆଉ ତାହାର ଅନ୍ତିମ ପରାଣୟ ହବ ଦ୍ରୌପଦୀ ବିବେଚନା ସେହି ଦ୍ରୌପଦୀର ବସ୍ତ୍ର ହରଣକୁ କେନ୍ଦ୍ର କରି ଗୁରୁ ପାଣ୍ଡବ ମଧ୍ୟ ସୃଷ୍ଟି ହବ ମହାସଂଗ୍ରାମ। ଠିକ ସେତେବେଳେ ଭାରତ ବର୍ଷରେ অবস্থিত হস্তিনা কটকর সমস্ত গ্রাম নগর গলি কন্দি